ଆଜି ମୁଁ ମନ୍ଦିର ଦୁଆର ଫାଷ୍ଟ ବ୍ଲଗିଂ କରିବି। ତ ଫାଷ୍ଟ ଟାଇମ ବ୍ଲଗିଂ କରୁଛି। ଏଇଟା ହଉଛି ଆମ ମନ୍ଦିର, ଆମ ଗାଁ ମନ୍ଦିର। ତ ମୁଁ ଆସେ, ସବୁଦିନ ଆସେ, ମନ୍ଦିର ଧୁଏ, ଘରକୁ ଯାଇ କିନ୍ତୁ କେବେ ଭିଡିଓ କରିନାହିଁ। ଆଜି ଫାଷ୍ଟ ଟାଇମ ବ୍ଲଗିଂ କରୁଛି ମନ୍ଦିର ଉପରେ। ମନ୍ଦିର ଏବେ ତାଲା ଖୋଲିଦେଲି, ତାଲା ଖୋଲିଦେଲା ପରେ ମନ୍ଦିର ଏବେ ଦେଖିଲି ସବୁ ଠିକ ଠାକ ଅଛି। ଘଣ୍ଟିଟା ବଜେଇବା, ମନ୍ଦିର ଆସିବା ପାଇଁ ଆଗେ ଘଣ୍ଟି ବଜେଇବା ପାଇଁ ପଡିବ, ତୁମେ ଯାହା କର କି ନ କର। କିନ୍ତୁ ମନ୍ଦିର ଧୋଇବାରେ ଗୋଟେ ଫାଇଦା ଅଛି। ତମେ ଯାହା ବି କର, ତୁମ ଟାଇମ, ଏବେ ଲୋକଙ୍କର ବହୁତ ଟାଇମ ନାହିଁ, ମନ୍ଦିର ପ୍ରତି ଧ୍ୟାନ ନାହିଁ। କିନ୍ତୁ ମୋର ଗୋଟେ କାମ, ମନ୍ଦିର ମୁଁ ନିହାତି ଯିବି, ଧୁଆ ଧୋଇ କରିବି, ମନ୍ଦିର ସବୁ ସେବା କରେ, ମନ୍ଦିର କାମ ଫାମ ସାରେ, ଶିବଙ୍କୁ ପୂଜା କରେ। ଶିବଙ୍କୁ ପୂଜା କରି ଆସି ତାପରେ ଯେ ଶାନ୍ତି ମିଳେ, ଶିବଙ୍କୁ ପୂଜା କରି ସାରିଲା ପରେ ଯୋଉ ଶାନ୍ତି ମିଳେ, ସେଟା ଆଉ କୋଉ ଜାଗାରେ ନାହିଁ। ସେବେ ମୁଁ ମନ୍ଦିର ଟା ସବୁଦିନ ଧୁଏ। ଆଜି ଯେମିତି ଆସିଲି, ମନ୍ଦିର ଫନ୍ଦିର ଏବେ ଧୁଆ ଚାଲିଲା, ସବୁ ଠିକ ଠାକ ଚାଲିଲା, କାମ ବି ଠିକ ଠାକ ଚାଲିଲି, ସବୁ ପାଣି ମାରିକି ସବୁଆଡେ ପରିଷ୍କାର କରିଦିଏ। ସେ ବହୁତ ଲୋକଙ୍କ ସବୁଦିନ ମନ୍ଦିର କି ସଫା ଯାଉଛି, ମନ୍ଦିର କି ସଫା ଯାଉଛି, ଭଲ କନ୍ୟା ମିଳିବ, ଭଲ ଛୁଆ, ଭଲ ତ ଛୁଆ, ଭଲ ପୁଅ ହବ। ତ ସେଟା ମନ ଭିତରେ ଆଶା ନେଇକି ମନ୍ଦିର ଯିବାଟା ଠିକ ନୁହେଁ। ମନ ଭିତରେ ଆଶା ନେଇକି ମନ୍ଦିର ଯେ ଏଇଟା ମତେ ମିଳିବ, ସେଇଟା ମତେ ମିଳିବ, ସେଟା ଯଦି ମିଳିବ, ମୁଁ ଆଜି 10 ବର୍ଷ ହେଲା ମନ୍ଦିର ଯାଉଛି, ତ ମତେ ତ ଦୁନିଆ କିଛି ମିଳିଯାଇଥାନ୍ତାନି। ମୁଁ ଯାହା ମାଗିଥାନ୍ତି ତା ମତେ ଦେଇଥାନ୍ତେ ଭଗବାନ। ତ ସେଟା ଭୁଲ ଧାରଣା। ଆଶା ନେଇକି କେବେ ମନ୍ଦିର ଯିବନି। ମନ୍ଦିର ତୁମକୁ, ତୁମର ଖୁସି, ତୁମର ଯଦି ଇଚ୍ଛା ଥିବ, ଯିବ ମନ୍ଦିର ଧୋଇବ, ଠାକୁରଙ୍କ ପ୍ରତି ଧ୍ୟାନ ରହିବ, ତୁମ ଦୁଃଖ କଥା ତୁମ ଥିବ, ଦୁଃଖଙ୍କୁ ଜଣାଇବ, ତ ହେନେ ହବ ନହେଲେ ନାହିଁ। ତୁମେ ଯୋଉ କହିବ ମୁଁ ଏଇଟା ମାଗିବି, ଏଇଟା ପ୍ରଭୁଙ୍କୁ, ଏଇଟା ଭୁଲ କଥା। ମୋର କିଛି ସେଇନ କିଛି ଅସୁବିଧା ନାହିଁ। ମୋ ମନ୍ଦିର ଧୋଇବା କଥା ମୁଁ ମନ୍ଦିର ଧୁଏ, ମନ୍ଦିର ବାହାରେ ଧୁଏ, ମନ୍ଦିର ଭିତରେ ଧୁଏ, ମନ୍ଦିରକୁ ପରିଷ୍କାର ପରିଚ୍ଛନ୍ନ କରି ଚାଲେ, ଝାଡୁ ଫାଡୁ ମାରିକି ପୁରା ପରିଚ୍ଛନ୍ନ କରି ଚାଲେ। ତାପରେ ମୁଁ ବାହାରେ ମୋ ଦୋକାନ, ମୋ ଦୋକାନ, ମୋ ବେପାର ଅଛି, ମୁଁ ବେପାର କରେ। ମୋ ବ୍ୟବସାୟଟାକୁ ମୁଁ ଆଗେ ନିହାତି ଦେଖେ। ତ ବହୁତ ଜଣଙ୍କର ବହୁତ ବହୁତ କଥା, ତ ସେ ଲୋକଙ୍କ କହିବା କଥା ଛାଡ, ନିଜେ କିସ କରିପାରିବ ସେଇଟା କରିକି ଦେଖ। ଏଠି ବହୁତ କିଛି, ବହୁତ କଥା, ବହୁତ ସାମାନ୍ୟ କଥାର ବି ଲୋକ କୋଶ୍ଚେନ କରନ୍ତି। ତାଙ୍କ କଥା ଯେ ପୂଜା କିସ, ମାନେ ପୂଜା ବି କିସ ପାଇଁ କରୁଛୁ, ସେଟା କହି ଦେବା ପାଇଁ ପଡିବ। ଲୋକଙ୍କ ଏମିତି ଚିନ୍ତାଧାରା, ତ ସେମିତି ଠିକ ନୁହେଁ। ତ ମତେ ଭଲ ଲାଗିଲା, ମୁଁ ପୂଜା କଲି। ମତେ ଶାନ୍ତି ଲାଗିଲା, ମୁଁ ଶାନ୍ତି ପାଇଲି। କିଏ କଣ କହିଲା କଣ ନାହିଁ, ଏତେ କଥାର କଣ ଅଛି ମୋର। ମୁଁ ସେଥିପାଇଁ ଏବେ ମନ୍ଦିର ଭିତରେ ଧୋଇଲି ଯାଇକି, ଏବଂ ନନ୍ଦୀ ପାଖରେ ପୁରା ପରିଷ୍କାର ପରିଚ୍ଛନ୍ନ ହବା ଦରକାର। ଏଇଟା ନନ୍ଦୀ, ଆମ ଗାଁ ନନ୍ଦୀ, ଯେଟା ଶିବଙ୍କ ବାହାନ ନନ୍ଦୀ। ତ ତାଙ୍କ ପାଖରେ ପୁରା ପରିଷ୍କାର ପରିଚ୍ଛନ୍ନ, ମୋ ସେଠି ବି ପରିଷ୍କାର ପରିଚ୍ଛନ୍ନ ହୁଏ। ପୁରା ପାଣି ମାରିକି, ପୁରା ପାଇପ୍ ଲଗେଇକି ପାଣି ମାରିକି, ପୁରା ପରିଷ୍କାର ପରିଚ୍ଛନ୍ନ, ନିଟ୍ ଆଣ୍ଡ କ୍ଲିନ୍। କାହିଁକିନା ଆମ ଘରେ ଆମେ ଯେତେବେଳେ ପରିଷ୍କାର ରହୁଛୁ, ମନ୍ଦିର ପ୍ରଭୁ କଣ ଚାହିଁବେ ଅପରିଷ୍କାର ରହିବା ପାଇଁ? ସେଥିପାଇଁ ଯୋଉଠିକି ଯାଉ ଅପରିଷ୍କାର କର ନାହିଁ। କିଛି ଲୋକ ଅଛନ୍ତି, ଏ ପାଞ୍ଚିବ ଫାଞ୍ଚିବ ଦୁନିଆ ଜିନିଷ ପକାନ୍ତି, ଯେତେ କହିଲେ ସୁଧରନ୍ତି। ସିଏ ତାଙ୍କର ଛାଡ। ଏଇ ଦେଖୁନ, ଆମ ଗାଁର ଶିବ ମନ୍ଦିର, ଶିବ ମୂର୍ତ୍ତି ମୋର ସବୁ ଯାଏ, ସେଠି ମୁଁ ପୂଜା କରେନି। କିନ୍ତୁ ସେଠି ନନାଙ୍କର କାମ ସେଟା। ମୋର ହଉଛି ନନ୍ଦୀ ଆଗରେ ଯୋଉ ଶିବ ମୂର୍ତ୍ତି, ଛୋଟ ମୂର୍ତ୍ତିଟା ଅଛି, ମୋର ସେଇଠି ପୂଜା ହୁଏ। ମୁଁ ଫୁଲ ଅଙ୍କା ଆଣେ ସବୁବେଳେ। ମୋର ଗୋଟେ ହିଁ କାମ, ମୁଁ ପୂଜା କେମିତି ନିଟ୍ ଆଣ୍ଡ କ୍ଲିନ୍ କରିବି। ସକାଳୁ ମୋର ଗୋଟେ ହିଁ ନୀତି, ଏଇଟା ହିଁ ମତେ ଭଲ ଲାଗେ, ଯେ ମୁଁ ପୂଜାଟା ଆଗେ ନିହାତି ଦରକାର। ମୁଁ ମନ୍ଦିରଟା ନିହାତି ଯିବି। କାହାର କାହା ମାଇଣ୍ଡରେ କଣ ଥିବ କିସ ନାହିଁ, ଏତେ କଥା ମୁଁ ଧ୍ୟାନ ରଖେନି। ମୁଁ ଭଲ ପୂଜା କରି ଦେଖ, ମୁଁ ପୂଜା କରୁଛି କେମିତି, ମୋର ପୂଜାଟା ଆଗେ ନିହାତି ଦରକାର। ଫାଷ୍ଟ ଟାଇମ ବ୍ଲଗିଂ ଏଟା ମୋର। ତ ସେମିତି କିଛି ନୁହେଁ ଯେ ମୁଁ ବହୁତ ପ୍ରଫେସନାଲ କରୁଛି, ସେମିତି କିଛି ନୁହେଁ। ମତେ ଖୁସି ଲାଗିଲା, ମୁଁ ଯେତିକି ପ୍ରଭୁଙ୍କ ପାଇଁ ପାରେ, ମୁଁ ସେତିକି କରେ। ସମସ୍ତଙ୍କୁ କରିବା ପାଇଁ ସୁଯୋଗ, କିନ୍ତୁ କେହି କରିବା ପାଇଁ ଆସନ୍ତିନି। ହେ ଟାଇମ କିଏ ଦବ, ସେଠି ଏଟା କିଏ ଦବ, ସେଠି କିଏ, କଷ୍ଟ ବହୁତ। କଷ୍ଟ କିଛି ନାହିଁ, ତୋର ଏଟା, ତୋର ସେଟା, ତୋର ସେଟା, ସେଟା ବେକାର କଥା। ମତେ ଖୁସି ଲାଗିଲା, ମୁଁ କରୁଛି। କାହା କଣ ଖୁସି ଲାଗିଲା କି ଇଏ ଲାଗିଲା, ସେଟା ତ ମୁଁ ଆଉ ଜାଣିନି ନା। ମୋର ପୂଜା ଯେମିତି ମୋର ଶିବଙ୍କୁ ପୁରା ଭଲକି ପୂଜା କରେ। ମୁଁ ଶିବ ମୋ ଇଷ୍ଟ ଦେବ। ସେଥିପାଇଁ ମୁଁ ଶିବଙ୍କୁ ମନ ଦେଇକି ପୂଜା କରେ। ମୋ ଦୁଃଖ କଷ୍ଟ ଯେତେ ଯାହା ଥାଉ, ମୁଁ ତାଙ୍କୁ ହିଁ ଜଣାଏ। ଆଉ 100% ପୁରା ମୁଁ ଭଲ କି ମାଇଣ୍ଡ ଦେଇଛି, ଭଲ କି ଇଏ କରିଛି। ମୋର ସବୁ ଇଚ୍ଛା, ମୋର ସବୁ ଦୁଃଖ କଷ୍ଟ ଦୂର ହେଇଛି। ଆଉ ତା ବୋଲି ନୁହେଁ ଯେ ପ୍ରଭୁ କହିବେ, ତୁମେ ମାନେ କହିବ ଯେ ପ୍ରଭୁ ମତେ କୋଟିପତି ବନେଇଦିଅ, ପ୍ରଭୁ ସେଟା କ୍ଲିୟର ହବ, ସେଇଟା ବେକାର। ସେଇଟା ତୁମ ପରିଶ୍ରମ ଅନୁସାରେ। ତୁମେ ଯେମିତି ପରିଶ୍ରମ କରିବ, ତୁମ ଲାଇଫରେ ସେମିତି ସଫଳତା ପାଇବ। ସେଟା ଭୁଲ କଥା। ସେ ମାଇଣ୍ଡକୁ ନବନି କେବେ। ଯେ